राज्य सरकारଙ୍କ ତରଫରୁ ଆରମ୍ଭ ହେଲା ଚାଷୀ ଭାଇମାନଙ୍କ ପାଇଁ ଦୁଇଟି ଯୋଜନା। ଏହି ଦୁଇଟି ଯୋଜନା କ'ଣ ରହିଛି? ଏହି ଦୁଇଟି ଯୋଜନାରେ କେଉଁ ଚାଷୀମାନେ ଲାଭ ପାଇବା ପାଇଁ ଯାଉଛନ୍ତି? କ'ଣ ସବୁ ଲାଭ ମିଳିବ ଏହି ଯୋଜନାରୁ? ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି। ଦେଖନ୍ତୁ, ଯାହା କ୍ୟାବିନେଟରେ 6ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯାହା ଖବରରେ ମେନସନ୍ ରହିଛି, ରାଜ୍ୟରେ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଓ ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ନାମରେ ଦୁଇଟି ନୂତନ ଯୋଜନା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ରେଶମ ଯୋଜନାରେ ଆଗାମୀ 5 ବର୍ଷ ପାଇଁ 274 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ପାଇଁ 490 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଦୁଇ ନୂତନ ଯୋଜନା ସମେତ ମୋଟ 6ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିକ ଶନିବାର ରାଜ୍ୟ ବିଧାନସଭାରେ ଅବଗତ କରାଇଛନ୍ତି। ଆହୁରି ମଧ୍ୟ ମେନସନ୍ ରହିଛି, ସେହିପରି କ୍ୟାବିନେଟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ଆଇନ ଓ ଉଚ୍ଚଶିକ୍ଷା ବିଭାଗରେ ମଧ୍ୟ ଗୋଟିଏ ଲେଖାଏଁ ନିଷ୍ପତ୍ତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରେଶମ ବିକାଶ ଯୋଜନା ମାଧ୍ୟମରେ ରେଶମ ଶିଳ୍ପକୁ ଅଧିକ ସଶକ୍ତ, ସମ୍ପ୍ରସାରିତ କରିବା, ଭିତ୍ତିଭୂମି ସଂରଚନା ଆଦି କରାଯିବ। ଏହି ଯୋଜନା ଜରିଆରେ ରେଶମ କୀଟର ବିହନ ପ୍ରସ୍ତୁତ, ରେଶମ ପ୍ରଜାତିର ସଂରକ୍ଷଣ ସହ ନୈତିକ ଉପାୟରେ କରୁଣା ରେଶମର ଉତ୍ପାଦନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ସେହିପରି ରେଶମ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ, ମୂଳଧନ ସହାୟତା ପ୍ରଦାନ ଏବଂ ସମବାୟ ସମିତି ଜରିଆରେ ରେଶମ ଉତ୍ପାଦର ବଜାରୀକରଣ କରି ସେମାନଙ୍କୁ ଉଚିତ ମୂଲ୍ୟ ଯୋଗାଇବା ପାଇଁ ସଠିକ୍ ବାତାବରଣ ସୃଷ୍ଟି କରିବା ସହ ଅଭାବୀ ବିକ୍ରୟରୁ ଚାଷୀମାନେ ସୁରକ୍ଷିତ ପ୍ରଦାନ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଆହୁରି ମଧ୍ୟ ମେନସନ୍ ରହିଛି, ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନାକୁ ଅନୁମୋଦନ ଦେଇ ନୂତନ ନିବେଶକୁ ଆକର୍ଷିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଉତ୍ପାଦକତାକୁ ବୃଦ୍ଧି କରିବା, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଶକ୍ତ କରିବା ପାଇଁ ସରକାର ଏହି ଯୋଜନାଗୁଡ଼ିକ ଚାଷୀ ଭାଇମାନଙ୍କ ପାଇଁ ଆଣିଛନ୍ତି। ଏହି ଦୁଇଟି ଯୋଜନା ଚାଷୀ ଭାଇଙ୍କୁ ଅନେକ ସାରା ଲାଭ ପ୍ରଦାନ କରିବ ବୋଲି ସରକାର ମଧ୍ୟ ଆଶା ରଖିଛନ୍ତି।